ପିଲାମାନେ ଏଇଠି ଆସିଗଲା ଲଜିକ୍ର ମୋଷ୍ଟ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ସିଲେକ୍ସନ୍ 8 ମାର୍କର ପ୍ରଶ୍ନ ପାଇଁ। 3ଟି କ୍ୱେଶ୍ଚନ୍ ପଡ଼ିବ, 3ଟି ଭିତରୁ 5ଟିରୁ 6ଟି କ୍ୱେଶ୍ଚନ୍ ପଡ଼ିବ। ଏବେ ତ ପ୍ରାୟ 6ଟି କ୍ୱେଶ୍ଚନ୍ ଦେଇଦେଇଛି, 6ଟି ଲଙ୍ଗ୍ କ୍ୱେଶ୍ଚନ୍ ପଡ଼ିବ। ଆମକୁ 3ଟା କରିବା ପାଇଁ ପଡ଼ିବ। 3 × 8 = 24 ମାର୍କର ପ୍ରଶ୍ନ ପାଇଁ ଆସିଗଲା ଲଙ୍ଗ୍ କ୍ୱେଶ୍ଚନ୍ ସିଲେକ୍ସନ୍ +2 କାଉନସିଲ୍ ଅର୍ ବୋର୍ଡ଼ ପରୀକ୍ଷା 2024 ପରୀକ୍ଷା ପାଇଁ ଲଜିକ୍ରେ ଆସିଗଲା ମୋଷ୍ଟ ଇମ୍ପୋର୍ଟାଣ୍ଟ ସିଲେକ୍ସନ୍ କ୍ୱେଶ୍ଚନ୍ସ ଲଙ୍ଗ୍ କ୍ୱେଶ୍ଚନ୍ସ। କ'ଣ? ପ୍ରଥମ କ୍ୱେଶ୍ଚନ୍ସ ପିଲାମାନେ ଅନ୍ୱୟ ପଦ୍ଧତି ଆଉ ବ୍ୟତିରେକ ପଦ୍ଧତିକୁ ଭଲସେ ପଢ଼ିଦେବ, ବିଶଦ ଭାବରେ ପଢ଼ିଦେବ। ଏ ଦୁଇଟା ଭିତରୁ 100% ଗୋଟେ ପରୀକ୍ଷାରେ ପଡ଼ିବ। ଅନ୍ୱୟ ବ୍ୟତିରେକ ଭିତରୁ ଗୋଟେ ପଡ଼ିବ, ଆଇଦର ଅନ୍ୱୟ ପଢ଼ିପାରେ ୟା ବ୍ୟତିରେକ ପଢ଼ିପାରେ। ଦୁଇଟା ଭିତରୁ ଗୋଟେ ପଢ଼ିବ 100%। ତେଣୁ ଭଲ କି ପ୍ରାକ୍ଟିସ୍ କରିଦିଅ। ନେକ୍ସଟ ପ୍ରଶ୍ନ, ସତ୍ୟ ସାରଣୀ ଗଠନ କର। ସେ ଦେଇଥିବ ଗୋଟେ ଆମର ସତ୍ୟ ଫଳନ ଏବଂ ସେ କହିଥିବ ସତ୍ୟ ସାରଣୀ ଗଠନ କର ଯେ ଆମର ମେନଲି এটা କ'ଣ ହେଇପାରେ ନା ଏମିତି ଦେଇପାରେ କ ସଂଯୋଜକ ଖ, ତାପରେ ପୁଣି ବୈକଳ୍ପିକ ଖ, ତାପରେ ପୁଣି ବନ୍ଧନୀ ମାରିଦେଲା ପରେ ଆପାଦନ ବିରୁଦ୍ଧ କ, ଆକୁ ଟେବୁଲ ତିଆରି କର। ତ ଇଏ ଗୋଟେ କ୍ୱେଶ୍ଚନ୍ସ ବହୁତ ଭଲ ଭାବରେ ପ୍ରାକ୍ଟିସ୍ କରିବ। ତାପରେ ମୋଷ୍ଟ ଏଣ୍ଡ ପୁରା ବ୍ରାଣ୍ଡେଡ୍ কনসেপ্ট এন্ড টপিক প্রত্যক্ষ এবং পরোক্ষ রূপান্তরীকরণ কর। এটা পড়িপারে ব্রাহ্মণটিপ কিসামেনেস যেকୌଣସି ନ୍ୟାୟରୂପ ପଡ଼ିପାରେ। ସେ ନ୍ୟାୟରୂପ ଭିତରୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୂପାନ୍ତରୀକରଣ କରତେ କହିଥିବ। 8 ମାର୍କର ପ୍ରଶ୍ନ, ଇଏ ବି ମୋଷ୍ଟ ଇମ୍ପୋର୍ଟାଣ୍ଟ ସିଲେକ୍ସନ୍ କ୍ୱେଶ୍ଚନ୍ସ। ତତ୍ସହିତ ଦ୍ୱିଶୃଙ୍ଗକ ଯୁକ୍ତି ବିଷୟରେ ଭଲସେ ପଢ଼ିବ। ମାନେ ଦ୍ୱିଶୃଙ୍ଗକ ଯୁକ୍ତି କ'ଣ, ତାର ନିୟମ ସହିତ ପ୍ରକାରଭେଦକୁ ଭଲକି ଦେଖିବ ହେଲା ଡିଟେଲ୍ଡ ମ୍ୟାନରରେ। ନେକ୍ସଟ ଆସିବ ମିଶ୍ର ପ୍ରାକଳ୍ପିକ ଏବଂ ଯେଉଁ ଯୁକ୍ତି ରହିଛି ମିଶ୍ର ପ୍ରାକଳ୍ପିକ ଯୁକ୍ତି କ'ଣ, ତାର ନିୟମ ଗୁଡ଼ିକୁ ବ୍ୟାଖ୍ୟା କରତେ କହିଛି, ସେକୁ ଦେଖିବ। ମିଶ୍ର ପ୍ରାକଳ୍ପିକ ଯୁକ୍ତି କ'ଣ, ଏହାର ନିୟମକୁ ବ୍ୟାଖ୍ୟା କର। ତାପରେ ଗୋଟେ କମ୍ପାରେଟିଭ୍ ପଡ଼ିଯାଏ ମିଶ୍ର ବୈକଳ୍ପିକ ଏବଂ ମିଶ୍ର ବିଯୋଜକ ତ୍ରିପଯୁକ୍ତି ମଧ୍ୟରେ ପାର୍ଥକ୍ୟ। ମିଶ୍ର ବୈକଳ୍ପିକ ଆଉ ମିଶ୍ର ବିଯୋଜକ ଯୁକ୍ତି ମଧ୍ୟରେ ପାର୍ଥକ୍ୟ। ତେଣୁ କହିବାର ଅର୍ଥ ହେଉଛି ଏଇ ପରୀକ୍ଷା ପାଇଁ ତ୍ରିପଯୁକ୍ତି ଏବଂ ମିଶ୍ର ତ୍ରିପଯୁକ୍ତିକୁ ଭଲସେ ପଢ଼ିଦିଅ, ତୁମେ ଆରାମସେ ବହୁତ ଭଲ ଭାବରେ 80ରୁ 60 ମାର୍କ ଆରାମସେ ରଖିପାରିବ। ତେଣୁ ନେକ୍ସଟ ପ୍ରଶ୍ନ ଯିବା ଯେ କର୍ମବାଦ କ'ଣ ହେଲା, ତାର ସକାମ ଏବଂ ନିଷ୍କାମ କର୍ମକୁ ବୁଝାଇ ଲେଖ। ଇଏ ଗୋଟେ ଭଲ କ୍ୱେଶ୍ଚନ୍ସ। ତାପରେ ଗାନ୍ଧୀଙ୍କର ଅହିଂସା ନୀତି ବିଷୟରେ ବର୍ଣ୍ଣନା କର। ପୁରା ଡିଟେଲ ମାନରେ ସତ୍ୟାଗ୍ରହ ଲେଖିବ, ଅହିଂସା ଲେଖିବ, ସତ୍ୟ କଥା ଲେଖିବ ଭଲ ଭାବରେ। ତା ସହିତ ଆଉ କିଛି ନାହିଁ, ଏତିକି କଥା ହେଉଛି ପଢ଼। ଏ 8ଟି ଲଙ୍ଗ୍ କ୍ୱେଶ୍ଚନ୍ ପଢ଼ିଦିଅ, ତୁମେ ଆରାମସେ ଭାବରେ 3ଟି କ୍ୱେଶ୍ଚନ୍ସ ପାଇଯିବ। ଏ 8ଟି ଲଙ୍ଗ୍ କ୍ୱେଶ୍ଚନ୍ ବହୁତ ମାତ୍ରାରେ ଇମ୍ପୋର୍ଟାଣ୍ଟ। ତା ବାଦ ଟିକେ 2 ମାର୍କିଆ ଏବଂ 3 ମାର୍କିଆ ପାଇଁ ଏଇ ଲଙ୍ଗ୍ କ୍ୱେଶ୍ଚନ୍ରେ ଦେଖିଦେବ ନ୍ୟାୟାନୁମାନ କ'ଣ, ଏହାର ପ୍ରକାରଭେଦ, ଆଉ ବ୍ୟାପ୍ତି କ'ଣ ଏବଂ ବ୍ୟାପ୍ତି ନିର୍ଦ୍ଧାରଣ ପଦ୍ଧତି ଯେଉଁ 6ଟା ଅଛି ତାକୁ ଦେଖିଦେବ। ତ ପାର୍ଟିକୁଲାରଲି এই 8ଟା ପର୍ଯ୍ୟନ୍ତ ଲଙ୍ଗ୍ କ୍ୱେଶ୍ଚନ୍ ମୁଁ ଦେଲି ସିଲେକ୍ସନ୍, ଏହାକୁ ବାଦ କରିଦେଉଛି। এই 8ଟା କ୍ୱେଶ୍ଚନ୍ ଭିତରୁ ତୁମେ 100% ଭାବରେ ପାଇଯିବ 3ଟି ଲଙ୍ଗ୍ କ୍ୱେଶ୍ଚନ୍, ସେଟାକି ତୁମର 8 ମାର୍କିଆ ପଡ଼ିବ। 8 × 3 = 24 ମାର୍କ। ଓକେ, 24 ମାର୍କ। ଏବଂ ଏଇ ଦୁଇଟାକୁ ଟିକେ ସର୍ଟ କ୍ୱେଶ୍ଚନ୍ 2 ମାର୍କିଆ 3 ମାର୍କିଆ ପାଇଁ ଦେଖିଦେବ। ନ୍ୟାୟାନୁମାନ ତାର ପ୍ରକାରଭେଦ ଅଛି, ସ୍ୱାର୍ଥାନୁମାନ, ପରାର୍ଥାନୁମାନ ହେଲା, ପଞ୍ଚାବୟ ବି ନ୍ୟାୟ ଦେଖିଦେବ ଟିକେ। ବ୍ୟାପ୍ତି ତାର ବ୍ୟାପ୍ତି ନିର୍ଦ୍ଧାରଣ ପଦ୍ଧତି ଦେଖିବ 6ଟା, ଅନ୍ୱୟ, ବ୍ୟତିରେକ, ବ୍ୟଭିଚାରାଗ୍ରହ, ଉପାଧି, ତର୍କ ଏବଂ ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ। ଆଶା କରୁଛି এই যে উপরোক্ত লং কোশ্চেন গুড়াক তুমি ভালসে প্রাকটিস করেদেব এবং 24 মার্করু 24 মার্ক তোমার পুরা ফুল রখিদেব। এবং নেক্সট ক্লাসে মু নিয়ে আসবি 2 মার্কিয়া, কেতে মার্কিয়া 2 মার্কিয়া, দেন 3 মার্কিয়ার কোশ্চেন্স সিলেকশন, তারপরে পলিটিকাল সাইন্স আনিবা, এডুকেশন আনিবা, সব সবজেক্টরে সিলেকশন আসব। তো সব সবজেক্টরে সিলেকশন পাইবা যে আম চ্যানেল যোড়ি না যোড়ি যাতে এবং সবসক্রাইব করে দিও চ্যানেলটি। सब्सक्राइब करके पाखर जो बेल आइकन अच्छे क्लिक कर दिंतु, समस्त इनफर्मेशन पाइपर। थैंक यू, जय जगन्नाथ।